ଗୋଟିଏ ସୁନ୍ଦର ଗାଁରେ ମିନି ନାମକ ଗୋଟେ ଚତୁର କଳା ବିଲେଇଟେ ରହୁଥିଲା। ସେ ବହୁତ ଚାଲାକ ଥିଲା ଆଉ ତାର ତୀକ୍ଷ୍ଣ ଦୃଷ୍ଟି ଥିଲା। ସେ ତା ଚତୁରତାପଣରେ ସବୁଦିନ ପେଟ ପୂରେଇକି ଖାଉଥିଲା ଆଉ ମଜାମସ୍ତିରେ ଗାଁ ସାରା ଡେଇଁ ଡେଇଁକି ବୁଲୁଥିଲା। ମିନି ବହୁତ ଚାଲାକ ଥିଲା ଆଉ ବହୁତ ମସ୍ତି ଭରା ଥିଲା। ସେ ପ୍ରତିଦିନ ପୋଖରୀ ହୁଡ଼ାକୁ ଯାଏ। ପୋଖରୀ ହୁଡ଼ାକୁ ଯାଇ ଧୀର ସ୍ଥିରରେ ବସେ। ସେଇ ପୋଖରୀରେ ଛୋଟ ମାଛଟେ ଥିଲା। ତାର ନାଁ ଟିଙ୍ଗୁ ଥିଲା। ସେ ବହୁତ ଚଞ୍ଚଳ ଆଉ ସାହସୀ ଥିଲା। ମିନି ପ୍ରତ୍ୟେକ ଦିନ ପୋଖରୀ ହୁଡ଼ାକୁ ଯାଇ ସବୁ ମାଛକୁ ଲକ୍ଷ୍ୟ କରେ। କିଏ କେମିତି ପହଁରୁଛି ଆଉ କିଏ କେଉଁ ପୋଜିସନରେ ଅଛି। ଏଇ ପୋଜିସନର ଫାଇଦା ଉଠେଇ ମିନି ପ୍ରତ୍ୟେକ ଦିନ ଆହାର କରେ। ପେଟ ପୂରେଇକି ପ୍ରତ୍ୟେକ ଦିନ ସବୁ ମାଛ ଖାଇବାରେ ଲାଗେ। ତା ପେଟ ଶାନ୍ତି ହେଇଗଲେ ପୁଣି ଗାଁକୁ ପଳାଏ। ଏମିତି ପ୍ରତ୍ୟେକ ଦିନ ମିନି ଆସିକି ଗୋଟେ ଗୋଟେ କରିକି ସବୁ ମାଛ ଖାଇବାରେ ଲାଗିଲା। କି ଟେଷ୍ଟ! ଆହା, ଭଗବାନ ମୋରି ପାଇଁ ରଖିଛନ୍ତି। ମୁଁ ଆଙ୍କୁ ସବୁ ଖାଇବି। ଏହା କହିଲା ଟିଙ୍ଗୁ ଥରେ ହାବୁଡ଼ରେ ପଡ଼ିଗଲା। ଟିଙ୍ଗୁ ଯେତେବେଳେ ଧଇଲା, ଆରେ, ମୁଁ ଆଜି ଖାଇବି ତତେ। ତୁ ଆଜି ମୋ ଆହାର। ନାଇଁ ଆଜ୍ଞା, ମୋତେ ଛାଡ଼ି ଦିଅନ୍ତୁ। ମୁଁ ତ ଛୋଟିଆ ଜୀବ, କ'ଣ ତମ ପେଟ ପୂରିବ? ଏହା କହି ଟିଙ୍ଗୁ ସେଠୁ ଖସିଗଲା। କଳେ ବଳେ କୌଶଳେ ନିଜର ବୁଦ୍ଧି ଲଗେଇକି ଡେଇଁ ଡୁଇଁକି ସେଠି ଖସିବାରେ ଲାଗିଲା। ସେଠି ଖସିକି ଯାଇସାରିଲା ପରେ ତାର ଯେତିକି ସାଙ୍ଗ ଥିଲେ ତା ଭିତରୁ ତାଙ୍କର ମୁଖିଆ ଯିଏ ବଡ଼ ମାଛ ଥିଲା ସବୁ କଥା କହିଲା। କହିବା ପରେ ତାଙ୍କର ସମସ୍ତେ ଏକାଠି ହେଇ ଏକଜୁଟ ହେଇ ଚିନ୍ତା କଲେ ଆଉ ଗୋଟେ ଉପାୟ ପାଞ୍ଚିଲେ। ସେଇ ଉପାୟରେ ବିଲେଇକି ଆଣିକି ପକେଇବା ପାଇଁ ଯୋଜନା କଲେ। ସମସ୍ତେ ଲୁଚିକି ରହିଲେ। ଲୁଚିକି ରହି ଯୋଜନା କରିସାରିଲା ପରେ ବିଲେଇକି ଅପେକ୍ଷା କଲେ। ମିନି ସବୁଦିନ ଖାଇସାରିକି ମାଛ ଗାଁକୁ ପଳାଏ ବୁଲିବାକୁ। ବୁଲିବାଲି ଯେତେବେଳେ ତାକୁ ଭୋକ ଲାଗେ ପୁଣି ସେଇ ପୋଖରୀ ହୁଡ଼ାକୁ ଆସେ। କିନ୍ତୁ ସେଇଦିନ ମିନି ଆସିବାର ଡେରି ହେଲା। ସବୁ ମାଛ ପୋଖରୀ ହୁଡ଼ାରେ ଲୁଚିକି ରହିଲେ ଆଉ ତା ପାଖରୁ କେମିତି ବଞ୍ଚିବେ ଆଉ ତାକୁ କେମିତି ଫସେଇବେ, ଉଚିତ ଶିକ୍ଷା ଦେବେ ସେ ବୁଦ୍ଧି କରନ୍ତି। ଟିଙ୍ଗୁ ସିନା ଥରେ ବୁଦ୍ଧି ଖର୍ଚ୍ଚ କରିକି ପଳେଇ ଆସିଥିଲା, କିନ୍ତୁ ସବୁ ମାଛ ତ ଆସିପାରିବେନି ବୁଦ୍ଧି ଖର୍ଚ୍ଚ କରିକି। ମିନି ହାବୁଡ଼ରେ କିଏ ନା କିଏ ପଡ଼ିବେ। ଏହା ଟିଙ୍ଗୁ ମୁଣ୍ଡକୁ ଆସିଲା। ଟିଙ୍ଗୁ କହିଲା, ମୁଁ ଯେମିତି ବଞ୍ଚିଲି ଅନ୍ୟମାନଙ୍କୁ ସେମିତି ଖୁସିରେ ବଞ୍ଚିବାକୁ ଦେବି। ଏ ମିନି ସବୁ ମାଛକୁ ଖାଉଛି। ପୋଖରୀରେ ଆମେ ଯେତିକି ମାଛ ଅଛୁ ସମସ୍ତଙ୍କୁ ତ ଖାଇବାକୁ ଦିନେ ଆସିବ। ତା ଖାଇବାକୁ ବନ୍ଦ କରିବାକୁ ପଡ଼ିବ। ତାକୁ ଦଣ୍ଡ ନୁହେଁ, ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଏହି ମାଛ ସମସ୍ତେ ଭୟ ଭିତରେ ରହୁଥିଲେ, କାରଣ ମିନି ସମସ୍ତଙ୍କୁ ଖାଉଥିଲା। ଟିଙ୍ଗୁ ଥରେ କ'ଣ କଲା ନା ସମସ୍ତ ମାଛକୁ ଯାଇକି କହିସାରିଲା ପରେ ଜଗିକି ରହିଲେ। ବିଲି ସେ ସବୁଦିନ ଭଳି ସେଦିନ ବି ଆସିଲା। ଆସି ସାରିଲା ପରେ ଭାବିଲା, ମୁଁ ତ କାଲି ଆସିଥିଲି, ମୋ କତିରୁ ତ ଛୋଟିଆ ମାଛଟା ଖସି ଯାଇଥିଲା, କିନ୍ତୁ ଆଜି ସବୁଠୁ ବଡ଼ ମାଛଟାକୁ ମୁଁ ଖାଇବି। ଖାଇଲେ ଦିନରେ ଯାକ ମୋ ପେଟ ପୁରା ଶାନ୍ତି। ଖାଇବି ମଠରେ, ଶୋଇବି ଖଟରେ। ଏହା କହି ମିନି ହସିଲା। ହସିକି ମନେ ମନେ ଭାବିଲା, ଆଜି ମୁଁ ବଡ଼ ମାଛ ଖାଇବି, ପେଟ ପୂରେଇକି ଖାଇବି। ଏଇଟା ତାର ଲୋଭ ଥିଲା ଆଉ ସବୁଦିନ ଖାଇବ ବୋଲି ଏଇଟା ତାର ଅହଙ୍କାର ଥିଲା। କାହାରିକି ଦୟା ମାୟା ଦେଖାଉନଥିଲା, ନୃଶଂସ ଭାବରେ ବ୍ୟବହାର କରୁଥିଲା। ଏଇଟା ତା ପାଇଁ ଉଚିତ ଶିକ୍ଷା। ଏମିତି କରୁଥିବା ଲୋକ ତ ଦିନେ ନା ଦିନେ କଷ୍ଟ ପାଇବ ଆଉ ଦିନେ ନା ଦିନେ ବିପଦରେ ପଡ଼ିବ। ଭଗବାନ ତା ପାଇଁ ଏମିତି ଦିନ ଗୋଟେ ରଖିଥିଲା। ଗୋଟେ ସାଇଡରେ ବଡ଼ ମାଛ ଡେଇଁବାକୁ ଲାଗିଲା।
ଯାହାକି ଡେଇଁବା ଫଳରେ ମିନି ଆସୁଥିବା ଦୂରରେ ବଡ଼ ମାଛକୁ ନଜର ରଖିଲା। ସେଇଆକୁ ଦେଖି ମିନି ତରତର ହେଇକି ପାଣି ଭିତରକୁ ଡେଇଁ ପଡ଼ିବାକୁ ଚେଷ୍ଟା କଲା। ଆଉ କିଛି ସମୟ ପରେ ଅପେକ୍ଷା କରିକି ସେ ଲୋଭରେ ରହିପାରିଲାନି। ଏତେ ସାରା ମାଛ ମୁଁ ଖାଇବି, ହା 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 ହା, ମୋ ଦିନ ଆଜି ଜମିଯିବ। ସେଦିନ ଖସି ଯାଇଥିଲା, କିନ୍ତୁ ଆଜି ମୋ ପାଖରୁ କେହି ଖସି ପାରିବେନି। ମୁଁ ହେଉଛି ଇଲାକାର ରାଜା, ମୁଁ ଖାଇବି ସମସ୍ତଙ୍କୁ। ଇଏ ଛୋଟ ମାଛ କ'ଣ କରିବ, ସିଏ ଯାଉ। ଭଗବାନ ସେଦିନ ମୋ କତିରୁ ଛୋଟ ମାଛ ଛଡ଼େଇ ନେଇଥିଲେ, ଭଲ କରିଥିଲେ। ଆଜି ଏତେ ସାରା ମାଛ ଦେଇଛନ୍ତି, ଏତେ ସାରା ମାଛ ଦେଖି ମୁଁ ପେଟ ପୂରେଇକି ଖାଇବି। ଏହା ମନେ ମନେ ଭାବି ଗୋଟିଏ ସୁନ୍ଦର ଗାଁରେ ମିନି ନାମକ ଗୋଟେ ଚତୁର କଳା ବିଲେଇଟେ ରହୁଥିଲା। ସେ ବହୁତ ଚାଲାକ ଥିଲା ଆଉ ତାର ତୀକ୍ଷ୍ଣ ଦୃଷ୍ଟି ଥିଲା। ସେ ତା ଚତୁରତାପଣରେ ସବୁଦିନ ପେଟ ପୂରେଇକି ଖାଉଥିଲା ଆଉ ମଜାମସ୍ତିରେ ଗାଁ ସାରା ଡେଇଁ ଡେଇଁକି ବୁଲୁଥିଲା। ମିନି ବହୁତ ଚାଲାକ ଥିଲା ଆଉ ବହୁତ ମସ୍ତି ଭରା ଥିଲା। ସେ ପ୍ରତିଦିନ ପୋଖରୀ ହୁଡ଼ାକୁ ଯାଏ। ପୋଖରୀ ହୁଡ଼ାକୁ ଯାଇ ଧୀର ସ୍ଥିରରେ ବସେ। ସେଇ ପୋଖରୀରେ ଛୋଟ ମାଛଟେ ଥିଲା, ତାର ନାଁ ଟିଙ୍ଗୁ ଥିଲା। ସେ ବହୁତ ଚଞ୍ଚଳ ଆଉ ସାହସୀ ଥିଲା। ମିନି ପ୍ରତ୍ୟେକ ଦିନ ପୋଖରୀ ହୁଡ଼ାକୁ ଯାଇ ସବୁ ମାଛକୁ ଲକ୍ଷ୍ୟ କରେ। କିଏ କେମିତି ପହଁରୁଛି ଆଉ କିଏ କେଉଁ ପୋଜିସନରେ ଅଛି, ଏଇ ପୋଜିସନର ଫାଇଦା ଉଠେଇ ମିନି ପ୍ରତ୍ୟେକ ଦିନ ଆହାର କରେ। ପେଟ ପୂରେଇକି ପ୍ରତ୍ୟେକ ଦିନ ସବୁ ମାଛ ଖାଇବାରେ ଲାଗେ। ତା ପେଟ ଶାନ୍ତି ହେଇଗଲେ ପୁଣି ଗାଁକୁ ପଳାଏ। ଏମିତି ପ୍ରତ୍ୟେକ ଦିନ ମିନି ଆସିକି ଗୋଟେ ଗୋଟେ କରିକି ସବୁ ମାଛ ଖାଇବାରେ ଲାଗିଲା। କି ଟେଷ୍ଟ! ଆହା, ଭଗବାନ ମୋରି ପାଇଁ ରଖିଛନ୍ତି, ମୁଁ ଆଙ୍କୁ ସବୁ ଖାଇବି। ଏହା କହିଲା ଟିଙ୍ଗୁ ଥରେ ହାବୁଡ଼ରେ ପଡ଼ିଗଲା। ଟିଙ୍ଗୁ ଯେତେବେଳେ ଧଇଲା, ଆରେ ମୁଁ ଆଜି ଖାଇବି ତତେ, ତୁ ଆଜି ମୋ ଆହାର। ନାଇଁ ଆଜ୍ଞା, ମୋତେ ଛାଡ଼ି ଦିଅନ୍ତୁ, ମୁଁ ତ ଛୋଟିଆ ଜୀବ, କ'ଣ ତମ ପେଟ ପୂରିବ? ଏହା କହି ଟିଙ୍ଗୁ ସେଠୁ ଖସିଗଲା। କଳେ ବଳେ କୌଶଳେ ନିଜର ବୁଦ୍ଧି ଲଗେଇକି ଡେଇଁ ଡୁଇଁକି ସେଠି ଖସିବାରେ ଲାଗିଲା। ସେଠି ଖସିକି ଯାଇସାରିଲା ପରେ ତାର ଯେତିକି ସାଙ୍ଗ ଥିଲେ, ତା ଭିତରୁ ତାଙ୍କର ମୁଖିଆ ଯିଏ ବଡ଼ ମାଛ ଥିଲା ସବୁ କଥା କହିଲା। କହିବା ପରେ ତାଙ୍କର ସମସ୍ତେ ଏକାଠି ହେଇ ଏକଜୁଟ ହେଇ ଚିନ୍ତା କଲେ ଆଉ ଗୋଟେ ଉପାୟ ପାଞ୍ଚିଲେ। ସେଇ ଉପାୟରେ ବିଲେଇକି ଆଣିକି ପକେଇବା ପାଇଁ ଯୋଜନା କଲେ। ସମସ୍ତେ ଲୁଚିକି ରହିଲେ। ଲୁଚିକି ରହି ଯୋଜନା କରିସାରିଲା ପରେ ବିଲେଇକି ଅପେକ୍ଷା କଲେ। ମିନି ସବୁଦିନ ଖାଇସାରିକି ମାଛ ଗାଁକୁ ପଳାଏ ବୁଲିବାକୁ। ବୁଲିବାଲି ଯେତେବେଳେ ତାକୁ ଭୋକ ଲାଗେ ପୁଣି ସେଇ ପୋଖରୀ ହୁଡ଼ାକୁ ଆସେ। କିନ୍ତୁ ସେଇଦିନ ମିନି ଆସିବାର ଡେରି ହେଲା। ସବୁ ମାଛ ପୋଖରୀ ହୁଡ଼ାରେ ଲୁଚିକି ରହିଲେ ଆଉ ତା ପାଖରୁ କେମିତି ବଞ୍ଚିବେ ଆଉ ତାକୁ କେମିତି ଫସେଇବେ, ଉଚିତ ଶିକ୍ଷା ଦେବେ, ସେ ବୁଦ୍ଧି କରନ୍ତି। ଟିଙ୍ଗୁ ସିନା ଥରେ ବୁଦ୍ଧି ଖର୍ଚ୍ଚ କରିକି ପଳେଇ ଆସିଥିଲା, କିନ୍ତୁ ସବୁ ମାଛ ତ ଆସିପାରିବେନି ବୁଦ୍ଧି ଖର୍ଚ୍ଚ କରିକି। ମିନି ହାବୁଡ଼ରେ କିଏ ନା କିଏ ପଡ଼ିବେ। ଏହା ଟିଙ୍ଗୁ ମୁଣ୍ଡକୁ ଆସିଲା। ଟିଙ୍ଗୁ କହିଲା, ମୁଁ ଯେମିତି ବଞ୍ଚିଲି ଅନ୍ୟମାନଙ୍କୁ ସେମିତି ଖୁସିରେ ବଞ୍ଚିବାକୁ ଦେବି। ଏ ମିନି ସବୁ ମାଛକୁ ଖାଉଛି, ପୋଖରୀରେ ଆମେ ଯେତିକି ମାଛ ଅଛୁ ସମସ୍ତଙ୍କୁ ତ ଖାଇଦେବ, ଦିନେ ଆସିବ। ତା ଖାଇବାକୁ ବନ୍ଦ କରିବାକୁ ପଡ଼ିବ। ତାକୁ ଦଣ୍ଡ ନୁହେଁ, ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଏହି ମାଛ ସମସ୍ତେ ଭୟ ଭିତରେ ରହୁଥିଲେ, କାରଣ ମିନି ସମସ୍ତଙ୍କୁ ଖାଉଥିଲା। ଟିଙ୍ଗୁ ଥରେ କ'ଣ କଲା ନା, ସମସ୍ତ ମାଛକୁ ଯାଇକି କହିସାରିଲା ପରେ ଜଗିକି ରହିଲେ। ବିଲି ସେ ସବୁଦିନ ଭଳି ସେଦିନ ବି ଆସିଲା। ଆସି ସାରିଲା ପରେ ଭାବିଲା, ମୁଁ ତ କାଲି ଆସିଥିଲି,
ମୋ କତିରୁ ତ ଛୋଟିଆ ମାଛଟା ଖସି ଯାଇଥିଲା, କିନ୍ତୁ ଆଜି ସବୁଠୁ ବଡ଼ ମାଛଟାକୁ ମୁଁ ଖାଇବି। ଖାଇଲେ ଦିନରେ ଯାକ ମୋ ପେଟ ପୁରା ଶାନ୍ତି। ଖାଇବି ମଠରେ, ଶୋଇବି ଖଟରେ। ଏହା କହି ମିନି ହସିଲା। ହସିକି ମନେ ମନେ ଭାବିଲା, ଆଜି ମୁଁ ବଡ଼ ମାଛ ଖାଇବି, ପେଟ ପୂରେଇକି ଖାଇବି। ଏଇଟା ତାର ଲୋଭ ଥିଲା, ଆଉ ସବୁଦିନ ଖାଇବ ବୋଲି ଏଇଟା ତାର ଅହଙ୍କାର ଥିଲା। କାହାରିକି ଦୟା ମାୟା ଦେଖାଉନଥିଲା, ନୃଶଂସ ଭାବରେ ବ୍ୟବହାର କରୁଥିଲା। ଏଇଟା ତା ପାଇଁ ଉଚିତ ଶିକ୍ଷା। ଏମିତି କରୁଥିବା ଲୋକ ତ ଦିନେ ନା ଦିନେ କଷ୍ଟ ପାଇବ, ଆଉ ଦିନେ ନା ଦିନେ ବିପଦରେ ପଡ଼ିବ। ଭଗବାନ ତା ପାଇଁ ଏମିତି ଦିନ ଗୋଟେ ରଖିଥିଲା। ଗୋଟେ ସାଇଡ଼ରେ ବଡ଼ ମାଛ ଡେଇଁବାକୁ ଲାଗିଲା, ଯାହାକି ଡେଇଁବା ଫଳରେ ମିନି ଆସୁଥିବା ଦୂରରେ ବଡ଼ ମାଛକୁ ନଜର ରଖିଲା। ସେଇଆକୁ ଦେଖି ମିନି ତରତର ହେଇକି ପାଣି ଭିତରକୁ ଡେଇଁ ପଡ଼ିବାକୁ ଚେଷ୍ଟା କଲା। ଆଉ କିଛି ସମୟ ପରେ ଅପେକ୍ଷା କରିକି ସେ ଆଉ ଲୋଭରେ ରହିପାରିଲାନି। ଏତେ ସାରା ମାଛ ମୁଁ ଖାଇବି, ମୋ ଦିନ ଆଜି ଜମିଯିବ। ସେଦିନ ଖସି ଯାଇଥିଲା, କିନ୍ତୁ ଆଜି ମୋ ପାଖରୁ କେହି ଖସି ପାରିବେନି। ମୁଁ ହେଉଛି ଇଲାକାର ରାଜା, ମୁଁ ଖାଇବି ସମସ୍ତଙ୍କୁ। ଇଏ ଛୋଟ ମାଛ କ'ଣ କରିବ, ସିଏ ଯାଉ। ଭଗବାନ ସେଦିନ ମୋ କତିରୁ ଛୋଟ ମାଛ ଛଡ଼େଇ ନେଇଥିଲେ, ଭଲ କରିଥିଲେ। ଆଜି ଏତେ ସାରା ମାଛ ଦେଇଛନ୍ତି, ଏତେ ସାରା ମାଛ ଦେଖିକି ମୁଁ ପେଟ ପୂରେଇକି ଖାଇବି। ଏହା ମନେ ମନେ ଭାବି